ଆନନ୍ଦିତରଣ କରୁ ଦେଖନ୍ତୁ ବରାହ ହେଲେ କ୍ଷେତ୍ରର ମାଲିକ ଆମର ପୃଥିବୀର ମାଲିକ କହିଲେ ବରାହଙ୍କୁ ବୁଝାଏ କାହିଁକିନା ପୃଥିବୀ ଯେତେବେଳେ ହିରଣ୍ୟକଶ୍ୟପ ପାତାଳକୁ ନେଇଯାଇଥିଲା ବରାହ ଦ୍ୱିତୀୟ ବାର ପୃଥିବୀକି ସେ ସ୍ଥାପନା କରିଥିଲେ ସେଥିପାଇଁ ସାରା ପୃଥିବୀର ମାଲିକ ହଉଛନ୍ତି ବରାହ ଆଉ ବରାହଙ୍କୁ ଆଜି ବକୁଳ ଅମାବାସ୍ୟା ତିଥିରେ ଦର୍ଶନ କଲେ ବହୁ ପୁଣ୍ୟ ମିଳିଥାଏ କାହିଁକିନା ଯାଜପୁର କ୍ଷେତ୍ରାଧୀଶ୍ୱର ହେଲେ ଯଜ୍ଞ ବରାହ ଯେହେତୁ ଯାଜପୁରର ମାଲିକ ତାଙ୍କର ଆଜି ଜନ୍ମ ଉତ୍ସବ ଆମେ ଯଦି ଦର୍ଶନ କରିବା ସମସ୍ତ ଗ୍ରହରିଷ୍ଟ ଶାନ୍ତି ହବ ଆଉ ବିଶ୍ୱର ମଙ୍ଗଳ ନିମନ୍ତେ ଆଜି ମଧ୍ୟ ବରାହଙ୍କୁ ପୂଜା କରାଯାଏ ଭକ୍ତ ତ ବହୁତ ଆସିବେ ସକାଳ ସ୍ନାନ ପୂଜା ବେଳେ ଥିଲେ ତଥାପି ଉପରଓଳି ଆମର ଯେତେବେଳେ ନେତ୍ର ବନ୍ଧା ହବ 3ଟା ବେଳକୁ ସେତେବେଳକୁ ବହୁତ ଭିଡ଼ ମଧ୍ୟ ହବ ଠାକୁରଙ୍କୁ ଦର୍ଶନ କରିବା ପାଇଁ ଆଉ ସନ୍ଧ୍ୟାରେ ମଧ୍ୟ ଯେତେବେଳେ ଠାକୁର ରାଜରାଜେଶ୍ୱର ଫୁଲରେ ବେଶ ହେବେ ସେତେବେଳେ ମହାପ୍ରଭୁ ବହୁତ ଭକ୍ତ ଦର୍ଶନ କରିବେ। ସନାତନ ସାହୁ ଆଜି ହେଉଛି ପବିତ୍ର ବକୁଳ ଅମାବାସ୍ୟା ମହାପ୍ରଭୁଙ୍କର ଆଜି ଜନ୍ମୋତ୍ସବ ବରାହପ୍ରଭୁଙ୍କର ଆମେ ଆସିଛୁ ସକାଳୁ ଦର୍ଶନ କରିକି ନିଜକୁ ଆମେ କୃତାର୍ଥ ମନେ କରୁଛୁ ବହୁତ ଆନନ୍ଦିତ ଲାଗୁଛି ଏବଂ ଆଜି ବରାହଙ୍କ ଜନ୍ମଦିନ ଏହି ଅବସରରେ ମୁଁ ସମସ୍ତଙ୍କର ସମଗ୍ର ଜଗତର କଲ୍ୟାଣ ବାବାଙ୍କ ପାଖରେ କାମନା କରୁଛି ଏବଂ ମହାପ୍ରଭୁଙ୍କ ଆଶୀର୍ବାଦ ଘେନି କରି ମୁଁ ଯାଉଛି ପ୍ରତିବର୍ଷ ବାବାଙ୍କ ଦର୍ଶନ ପାଇଁ ଆସିଅଛୁ ସେଇ ଭାଗ୍ୟ ଆମର ଫେର ଆଜି ଆସି ପହଞ୍ଚି ଯାଇଛି ଆଜି ସକାଳୁ ଆମେ ଆସି ବାବାଙ୍କ ଦର୍ଶନ କରି ନିଜକୁ ଆମେ କୃତାର୍ଥ ମନେ କରୁଅଛୁ ବ୍ୟବସ୍ଥା ଅତି ସୁନ୍ଦର ଭାବରେ ପ୍ରଶାସନ ତରଫରୁ ହେଇଛି ଓ ନନାମାନେ ଅତି ସୁନ୍ଦର ଭାବରେ ତାଙ୍କ କାର୍ଯ୍ୟ ଚଲେଇଛନ୍ତି ଏବଂ ପ୍ରଭୁଙ୍କ ଦର୍ଶନ ସୁରୁଖୁରୁରେ ହେଉଛି ଏବଂ ଠିକ୍ ଭାବରେ ଆମେ ପ୍ରଭୁଙ୍କ ଦର୍ଶନ କଲୁ। ନମିତା ଦତ୍ତ ଆଜି ବକୁଳ ଅମାବାସ୍ୟା ଆମେ ସବୁଦିନ ତ ଦର୍ଶନ କରୁ ବରାଜିଙ୍କର କିନ୍ତୁ ଆଜି ଭଳି ଦିନରେ ମାନେ ବରାଜିଙ୍କର ଜନ୍ମଦିନରେ ଦର୍ଶନ କରିବା ବହୁତ ମାନେ ପୁଣ୍ୟର କଥା ଆଉ ଆମେ ପ୍ରତିବର୍ଷ ଆସୁ ଆମେ ଏଠିକାର ବାସିନ୍ଦା ଆମେ ଏଇ ବରାଜିଙ୍କୁ ଦର୍ଶନ କରି ବହୁତ ଖୁସିରେ ଘରକୁ ଯାଉ ଆଜିକା ଦିନରେ ଦର୍ଶନ କଲେ ମାନେ ବହୁତ ପୁଣ୍ୟ ଅର୍ଜନ କରୁ ବୋଲି ଭାବୁ ଆମେ ଆମକୁ ବହୁତ ଭଲ ଲାଗେ ଆଉ ଆମେ ମାନେ ବହୁ ଏଇ ଆସିବା ଦିନ ଠାରୁ ଏଠି ସବୁ ବର୍ଷ ଆସି ଦର୍ଶନ କରୁ ଭୋଗରାଗ କରୁ ସେ ଅପେକ୍ଷା କରୁ ବର୍ଷରେ ଗୋଟିଏ ଦିନ ଏଇଠି ଏତେ ସୁନ୍ଦର ସଜାସଜି ବହୁତ ଆଡମ୍ବରରେ ଏତେ ସୁନ୍ଦର ମାନେ ସଜାସଜି ହେଇଥାଏ ବହୁତ ମନ ଖୁସି ଲାଗେ ଦର୍ଶନ କଲେ ଠାକୁରଙ୍କୁ।